ନାଇଁ ଆପଣ ମାନେ ସମସ୍ତେ ପୁରୀ ରଥଯାତ୍ରା ସାଙ୍ଗରେ ସମସ୍ତେ ସମ୍ପୃକ୍ତ ବହୁତ ଦିନରୁ। ମୁଁ ଆଉ ନୂଆ କିଛି କହିବାକୁ ଚାହୁଁନି। ଆଜି ଯୋଉ ବାହାରେ ଯୋଉ ପ୍ରକ୍ରିୟା ହୁଏ ତାହା ପ୍ରାୟ ସମାପ୍ତ ହେଲା ଏବଂ ସମସ୍ତେ ବହୁତ ଆକଣ୍ଠ ସହିତ ପ୍ରଭୁଙ୍କର ଆଗମନକୁ ଅପେକ୍ଷା କରିଛନ୍ତି ଏବଂ ଆମେ ଆଶା କରୁଛୁ ଯେ କାଲି ଠିକ ସମୟରେ ପ୍ରଭୁ ଆସି ତାଙ୍କର ରଥରେ ବସିବେ ଏବଂ ସବୁ ଭକ୍ତଙ୍କ ମଧ୍ୟରେ ଆସି ପହଞ୍ଚିବେ। ମୋର ଖାଲି ସମସ୍ତଙ୍କୁ ଏ ଆଗ୍ରହ ଯେ ଗୋଟିଏ ଜାଗାରେ ଭିଡ଼ ନକରି, କାରଣ ଆପଣ ଦେଖିଛନ୍ତି ପଥଟି ବହୁତ ଲମ୍ବା, ବିଭିନ୍ନ ଜାଗାରେ ଠିଆ ହେଇକି ରଥ ଟାଣିବାକୁ ସମସ୍ତଙ୍କୁ ସୁଯୋଗ ମିଳିବ। ତେଣୁକରି ଗୋଟିଏ ଜାଗାରେ ଭିଡ଼ ନକରି ବିଭିନ୍ନ ଜାଗାରେ ଠିଆ ହେଇ ପ୍ରଭୁଙ୍କୁ ଦେଖନ୍ତୁ ଏବଂ ରଥ ଟାଣିବାର, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଆପଣ ଜାଣିଛନ୍ତି କାଲି ବର୍ଷାର ସମ୍ଭାବନା ବହୁତ ଅଧିକ ଅଛି। ତେଣୁକରି ସେଥିରେ ଅତି ଜୋର ବର୍ଷା ହେଲେ ମଧ୍ୟ ରଥ ଟଣା ହେବ ଏବଂ ଆପଣ ଯେଉଁ କହୁଛନ୍ତି ଯେ ପାଣି କୋଠି ଧର ଜମିଯାଏ, ସେଥିପାଇଁ ପ୍ରସ୍ତୁତି କରାଯାଇଛି। ମ୍ୟୁନିସିପାଲିଟି ଏବଂ ଫାୟାର ସର୍ଭିସ ଆମର ପମ୍ପ ବିଭିନ୍ନ ସ୍ଥାନରେ ରଖିଛନ୍ତି ପାଣିକୁ କାଢ଼ି ପାରିବ। ଗୁଳୁଗୁଳି ହେଲେ ମଧ୍ୟ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଫାୟାର ଟେଣ୍ଡର ସବୁ ରଖାଯାଇଛି ଏବଂ ଫାୟାର ସର୍ଭିସ ଦ୍ୱାରା ବିଭିନ୍ନ ଜାଗାରେ ପାଣି ଛିଞ୍ଚିବାର ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କର କେମିତି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଆମେ ସଚେତ ରହିଛୁ। ନାଇଁ, ତାହା ସତ କଥା। ପୁରୀରେ ଯାହା ହୁଏ ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ହିଁ ହୁଏ, କିନ୍ତୁ ଆମେ ପ୍ରଭୁଙ୍କ ଆଶୀର୍ବାଦ କାମନା କରୁଛୁ ଏବଂ ଆଶା କରୁଛୁ ଯେ ଆମେ ଯେଉଁ ପ୍ରସ୍ତୁତି କରିଛୁ ସେହା ନିଶ୍ଚିତ ଭାବରେ ଠିକ୍ ଭାବରେ କାର୍ଯ୍ୟ କରିବ ଏବଂ କୌଣସି ଅସୁବିଧା ହେବନି। ଦେଖନ୍ତୁ, ମହାପ୍ରଭୁଙ୍କ ଆଶୀର୍ବାଦରେ ହିଁ ସବୁ ହେବ ଏବଂ ଆମେ ଆମ ତରଫରୁ ଚେଷ୍ଟା କରୁଛୁ ଏବଂ ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି ଏବଂ ଆମର ସମସ୍ତ ଅଧିକାରୀଗଣ ଯେମିତିକି ଆମର ପୁଲିସ, ଫାୟାର, ମେଡ଼ିକାଲ ଟିମ୍, ସମସ୍ତେ ଆମର ମ୍ୟାଜିଷ୍ଟ୍ରେଟ୍ସ ସମସ୍ତେ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷା ଦିନର ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗା ହେଇଛି ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। କେବଳ ମହାପ୍ରଭୁଙ୍କ ଆଶୀର୍ବାଦ, ଆମେ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରି ସବୁ ଯେମିତି ମୁଁ କହିଲି, ଏବେ ଆମେ ଅତ୍ୟନ୍ତ କର୍ଡନ ପାସ୍ ଏକଦମ ରେଷ୍ଟ୍ରିକ୍ଟ କରାହେଇଛି। ଯେତିକି ନିୟମ ଭିତରେ ଅଛି ସେତିକି କରାହେଇଛି ଏବଂ କର୍ଡନ କ୍ଲିୟରେନ୍ସ ଆମେ ଷ୍ଟ୍ରିକ୍ଟଲି କରିବୁ। ଦେଖନ୍ତୁ, ଏଥରକ ସବୁ ସ୍ଥାନରେ ଆମର ପୋଲିସ ଡିପ୍ଲୟମେଣ୍ଟ, ମ୍ୟାଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ଆମର ରହିଛି। ଆମର ଯେଉଁ ICCC ଅଛି ସେଠାରେ ମଧ୍ୟ ଆମର ପାଖାପାଖି 1000 କ୍ୟାମେରା ଆକ୍ଟିଭ ରହିଛି ଏବଂ ପ୍ରତ୍ୟେକ ସ୍ଥାନକୁ ପ୍ରତ୍ୟେକ ସ୍ତରରେ ତାକୁ ଆମେ ଅନୁଧ୍ୟାନ କରୁଛୁ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏସବୁ କାର୍ଯ୍ୟ ହେଇପାରୁଛି, ଆଗକୁ ମଧ୍ୟ ପ୍ରସ୍ତୁତି ଆମର ରହିଛି। ତେଣୁ ଆମେ ଭାବୁଛୁ ଯେ ତାଙ୍କ ଇଚ୍ଛାରେ ଭଲରେ ହବ। ଗୋଟେ କଥା ହେଉଛି, ବର୍ଷା ହେଲେ ସାଧାରଣତଃ ଭକ୍ତଜନଙ୍କ ସଂଖ୍ୟା କମିଥାଏ। ଯାହା ବି ହଉ, ଏ ଠାକୁର ଏମିତି ଠାକୁର ସମସ୍ତଙ୍କୁ ତାର ଏତେ ଅଧିକ ଆକର୍ଷଣ। ତେଣୁ ଆମେ ଆଶା କରିକି ରହୁଛୁ ଯେ ନିଶ୍ଚିତ ଭାବରେ ବିଗତ ବର୍ଷ ଠାରୁ ଅଧିକ ଲୋକ, ଅଧିକ ଭକ୍ତ ହେଇପାରନ୍ତି। ତେଣୁ କେମିତି ଶୃଙ୍ଖଳାରେ କରାଯିବ ସେଥିପାଇଁ ଆପଣ ଜାଣିଛନ୍ତି ଆମ ବନ୍ଦୋବସ୍ତରେ 13,500 ପୁଲିସ କର୍ମୀ ନିୟୋଜିତ ହୋଇଛନ୍ତି। ସବୁ କ୍ଷେତ୍ର ଯାହାକୁ ଦେଖିବେ, ଟ୍ରାଫିକ ହଉ, କ୍ରାଉଡ କଣ୍ଟ୍ରୋଲ ହଉ, କର୍ଡନ ମ୍ୟାନେଜମେଣ୍ଟ ହଉ, ରେଲୱେ ମ୍ୟାନେଜମେଣ୍ଟ ହଉ, ସିକ୍ୟୁରିଟି ହଉ, ତାପରେ କୋଷ୍ଟାଲ ସିକ୍ୟୁରିଟି ହଉ, ଏ ସବୁକୁ ଭିଆଇପି ସିକ୍ୟୁରିଟି ହଉ, ସବୁକୁ ଆମେ ଦେଖିକି ଆମ ବ୍ୟବସ୍ଥା କରିଛୁ। ଦେଖନ୍ତୁ, ସବୁଠୁ ବଡ ଜିନିଷ ହେଲା ପ୍ରଭୁ କେତେ ଶୀଘ୍ର ତାଙ୍କ ନିଜ କାମ କରିବେ ବା କରେଇବେ। ପ୍ରଭୁ ତାଙ୍କ ସମୟ ଅନୁସାରେ ଯଦି ସଅଳ କରେଇଦେବେ, ତେଣୁ ଏଇଟା ଆମର ସୌଭାଗ୍ୟ ବୋଲି ଆମେ ଭାବିବୁ। ତେଣୁ बाकी सब प्रभुଙ୍କ ଉପରେ ଆମେ ଛାଡ଼ିବୁ। India's largest and leading cancer hospital chain. 35 years of trusted care with an 85% success rate. HCG, Cuttack and Bhubaneswar.